ଆରେ ଶୁଣୁଛ? ଆରେ ତମର ଦରମା ଆସିଲାଣି ଟି? ଯେବେ ଦରମା ଆସିଲାଣି ତାହେଲେ ତମେ ସଉଦା ଆଣିବାକୁ ପଇସା ଦଉନ? ଆରେ ହଁ ହଁ। ଆରେ ମୋର ମନ ନଥିଲା। ରହ, ଦଉଛି ଦଉଛି। ନିଅ। ଆରେ ଟିକେ ରହିଲ। ଆରେ ପୁଣି କଣ ହେଲା? ଆରେ ତମେ ତ ମତେ ପ୍ରତ୍ୟେକ ମାସରେ 12,000 ଟଙ୍କା ଦଉଥିଲ, ଆଉ ଏ ମାସରେ କଣ 10,000 ଟଙ୍କା ଦେଇଛ? କଥା କଣ କି? ଆରେ ଏଇ ମାସରେ ନା ଗାଡିଟା ଖରାପ ହେଇଗଲା। ଆଉ ଗାଡିଟା ସଜ କରୁ କରୁ ବହୁତ ପଇସା ଖର୍ଚ୍ଚ ହେଇଗଲା। ଆରେ ତମେ ତ ଜାଣିଛ, ଗାଡିଟା ସଜ ନ କଲେ ମୁଁ ଅଫିସ ଯିବି କେମିତି? ତା ଛଡା ଗାଡିରେ ତେଲ ପକେଇବା ପାଇଁ ଆଉ ନିଜ ଖର୍ଚ୍ଚ କରିବା ପାଇଁ ଆଉ କିଛି ପଇସା ରଖିଛି। ଆରେ ଏତିକି ପଇସା କଣ ଆଡଜଷ୍ଟ କଲେ ଏ ମାସରେ ହେଇଯିବନି? ଆରେ ଏ 10,000 ଟଙ୍କାରେ ମୁଁ ଘର ଚଳେଇବି ବୋଲି ତମେ କେମିତି ଭାବି ପାରୁଛ? ଏ 10,000ରେ ପୁଅର ଟିଉସନ ପଇସା, ସ୍କୁଲ ପଇସା, ରାସନ ଘରକୁ ଆସିବ, ପନିପରିବା ଆସିବ, ଇଲେକ୍ଟ୍ରିକ ବିଲ୍, ଗ୍ୟାସ ସଇଲାଣି ଗ୍ୟାସ ଆସିବ, ପୁଣି ତା ଭିତରେ ଆହୁରି କେତେ କଣ ଅଛି। ଆଉ ତମେ କେମିତି ଭାବି ପାରିଲ ମୁଁ ଏଇ 10,000 ଟଙ୍କାରେ ଘର ଚଳେଇ ପାରିବି ମାସେ ମାସେ ଯାକେ? କୋଉଠୁ ଆଉ ପଇସା ଆଣିଲେ ମୁଁ ତମକୁ ଦେବି? ଆରେ ତମେ ତ ଜାଣିଛ, ମୁଁ କଣ୍ଟ୍ରାକ୍ଚୁଆଲ ବେସିସରେ ମୁଁ ଚାକିରି କରିଛି। ଦରମା ହଉଛି 22,000 ରୁ 23,000। ଆରେ କୋଉ ମୁଁ ପରମାନେଣ୍ଟ ଚାକିରି କରିଛି ଯେ ମୋତେ 70,000 ଦରମା ମିଳୁଛି। ତମେ ଯେତେବେଳେ ଯାହା କହିବ ମୁଁ ତମକୁ ଦେଇଦେବି। ଆରେ ଏଇତିକା ଦରମା ଭିତରେ ବାପା ମାଙ୍କର ମେଡିସିନ ଖର୍ଚ୍ଚ ଦେବି, ତା ବାଦେ ତମ ଘର ଖର୍ଚ୍ଚ କରିବି, ତା ବାଦେ ମୋ ନିଜ ଖର୍ଚ୍ଚ କରିବି। ଏଥିରେ ପୁଣି ଏଇ ମାସରେ ଗାଡିଟା ଖରାପ ହେଇଗଲା। ଗାଡିରେ 3-4 ହଜାର ଟଙ୍କା ଖର୍ଚ୍ଚ ହେଇଗଲା। ମୁଁ କେମିତି ଚଳିବି ମତେ ତୁମେ କୁହ? ଆରେ କୋଉଠୁ ଆଣିଲେ ମୁଁ ତମକୁ ଦେବି? ଗୋଟେ କାମ କର, ତମେ ନା ଏଇ ମାସରେ ଏତିକିରେ ଆଡଜଷ୍ଟମେଣ୍ଟ କରିଦେଇଥାଅ। ଯଦି ଅଧିକ କିଛି ଖର୍ଚ୍ଚ ହେଇଛି ତାହେଲେ ମୁଁ ଆର ମାସ ତମକୁ ଦେଇଦେଲେ ହବନି? କଣ କହିଲ କଣ କହିଲ? ବାଇକରେ 4-5 ହଜାର ଟଙ୍କା ଲାଗିଲା? ହେ ଭଗବାନ! ଯେବେ ବାଇକରେ 4-5 ହଜାର ଟଙ୍କା ଖର୍ଚ୍ଚ ଲାଗିଲା ତମେ ସେ ବାଇକଟାକୁ ପକେଇଦେଲନି, କଣ ପାଇଁ ସଜ କରୁଥିଲ କହିଲ? ତମେ ଏମିତି କଥା କଣ କହୁଛୁ କି ତା? ଆରେ ବାଇକରେ ଯଦି ମୁଁ ସଜ ନ କରିଥାନ୍ତି ତାହେଲେ ଅଫିସ କେମିତି ଯାଇଥାନ୍ତି କହିଲ? ବସରେ ଯାଇଥାନ୍ତ? ଏମିତି ହଜାର ହଜାର ଲୋକ ବସରେ ଯାଉଛନ୍ତି ନା। ଓହୋ, କି ଭିଆଇପି ଲୋକଟା ନା। ବସରେ ଗଲେ ସମ୍ମାନ ଯିବ ହାରି। ମୁହଁ ପୋତିକି ଠିଆ ହେଇଛ କଣ? ମତେ ପଇସା ଦିଅ, ମୋର ସିଆଡେ କେତେ କାମ ଅଛି। ମୁଁ ତମ ସାଙ୍ଗରେ ବକ ବକ ହବାକୁ ମୋର ସମୟ ନାହିଁ। ଥ୍ୟାଙ୍କ ୟୁ। ଶୁଣ, ଆର ମାସଠୁ 12,000 ଟଙ୍କା ଦବ, ନହେଲେ ଶୁଖିଲା ରୁଟି ଖାଇବ। କଣ କହିଲୁ କଣ କହିଲୁ? ଆର ମାସରେ ଘର କରିଲୁ, ଏ ମାସରେ ଗାଡି କିଣିଲୁ। ତୋ ଭାଗ୍ୟ ନା ବହୁତ ବଢିଆ। ତୁ ଜାଣିଛୁ ନା, ମୁଁ ଲଭ ମ୍ୟାରେଜ କରିକି ବହୁତ ପସ୍ତଉଚି। ମୁଁ ଯେବେ ବାପା ମାଙ୍କ କଥା ମାନିକି ବାହା ହେଇଥାନ୍ତି, ମୁଁ ଗୋଟେ ବଡ ଚାକିରିଆକୁ ବାହା ହେଇଥାନ୍ତି। ଏ 1,500 ପାଇଁ ସବୁବେଳେ ଝିକଝିକ ହେଇନଥାନ୍ତି। ସତ କଥା କହିବି, ମୋ ଜୀବନଟା ନା ପୁରା ବର୍ବାଦ ହେଇଗଲା। ହଉ, ମୁଁ ଫୋନ ରଖୁଛି। ଆମ ନବାବ ସାହିଙ୍କର ନା ଟାଇମ ହେଇଗଲା ଆସିବା ପାଇଁ। ରଖୁଛି। ଆଉ ପରେ କଥା ହବା। ଆରେ ଆଜି କଣ ଏତେ ବେଳୁ ହେଲାଣି ଆସିନାହାନ୍ତି? ସବୁବେଳେ ତ 6ଟା 7ଟା ଆସିକି ଆସନ୍ତି ହେରି। ଆଜି କଣ ରାତି 9ଟା ହେଲାଣି, ଏପର୍ଯ୍ୟନ୍ତ ହେଲେ ଆସିନାହାନ୍ତି? ଓହୋ, ଆସିଗଲା ଆମ ନବାବ ସାହେବ। ଓ ନବାବ ସାହେବ, ଆଜି କଣ ଏତେ ଡେରି? ହଉ, ତମେ ଗୋଡ ହାତ ଧୁଆ ଧୁଆ, ମୁଁ ତମ ପାଇଁ ଖାଇବା ବାଢୁଛି। ଆରେ ଗୀତା,
ଏଇ ନିଅ। ଏତେ ସାରା ପଇସା? ଆରେ ତମେ ଏତେ ସାରା ପଇସା କୋଉଠୁ ଆଇଲ? ମାନେ ମୋ ବାଇକଟାକୁ ବିକିଦେଲି। କଣ ହେଲା? ତମ ବାଇକ୍ ଟାକୁ ତମେ ବିକିଦେଲ? ହେଲେ କଣ ପାଇଁ? ଆରେ ତମେ ସକାଳେ ତ କହିଥିଲ ହଜାର ହଜାର ଲୋକ ବସରେ ଯାଉଛନ୍ତି, ତ ମୁଁ ବସରେ ପଳେଇଲେ ଅସୁବିଧା କୋଉଠି? କାହିଁକି ନା ଆରେ ମୋର ଏତେ ଇଚ୍ଛା ଅଛି ଯେ ମୋ ଇଚ୍ଛା ଆଗରେ ମୋ କଷ୍ଟ ନା କିଛି ବି ନୁହଁ। 70,000 ଟଙ୍କା ଅଛି। ତମର ଯାହା ଇଚ୍ଛା ହଉଛି ତମେ ତାହା ସପିଂ କରିପାର। ହଁ, ଆଉ ଗୋଟେ କଥା, ତମେ ପ୍ରତ୍ୟେକ ମାସରେ 12,000 ଟଙ୍କା ମାଗୁଥାଅ ନା, ମୁଁ ତମକୁ ନା ଠିକ ଟାଇମରେ ଆଉ ପ୍ରତ୍ୟେକ ମାସରେ 12,000 ଟଙ୍କା ନା ତମକୁ ପ୍ରତ୍ୟେକ ମାସରେ ଦେଇଦେବି। ଶୁଣୁଛ, ମୁଁ ନା ଚାକିରିଆଙ୍କ ଭଳି ତମ ସଉକ ତ ପୂରଣ କରିପାରିବିନି। କଣ କହିଲୁ? ଆର ମାସରେ ଘର କରିଲୁ, ଏ ମାସରେ ଗାଡି କିଣିଲୁ। ତୋ ଭାଗ୍ୟ ନା ବହୁତ ବଢିଆ। ତୁ ଜାଣିଛୁ ନା, ମୁଁ ଲଭ ମ୍ୟାରେଜ କରିକି ବହୁତ ପସ୍ତଉଚି। ମୁଁ ଯେବେ ବାପା ମାଙ୍କ କଥା ମାନିକି ବାହା ହେଇଥାନ୍ତି, ମୁଁ ଗୋଟେ ବଡ ଚାକିରିଆକୁ ବାହା ହେଇଥାନ୍ତି। ଏ 1,500 ପାଇଁ ସବୁବେଳେ ଝିକଝିକ ହେଇନଥାନ୍ତି। ସତ କଥା କହିବି, ମୋ ଜୀବନଟା ନା ପୁରା ବର୍ବାଦ ହେଇଗଲା। ମତେ ଯେତେ କଷ୍ଟ ପଡୁ, ଯେତେ ଦୁଃଖ ପଡୁ, ମୁଁ ନା ତମର ଯାହା ଇଚ୍ଛା ଅଛି ମୁଁ ସମସ୍ତ ଇଚ୍ଛା ନିଶ୍ଚୟ ପୂରଣ କରିବାକୁ ଚେଷ୍ଟା କରିବି। ହଁ, ଆଉ ଗୋଟେ କଥା, ତମେ ନା ଖାଇଦିଅ, ମତେ ନା ଜମାରୁ ଭୋକ ନାହିଁ।